ତ କାନ୍ଦି କାନ୍ଦି ମୋ ମୁଣ୍ଡ ବି ବିନ୍ଧିଲାଣି ମାନେ ଯେତେବେଳେ ବାପା ବୋଉଙ୍କ କଥା ମନେ ପଡ଼ୁଛି ନା ସେତେବେଳେ ମାନେ ମୁଁ ଆଉ ବ୍ରେକ୍ ହେଉନି ଦୂରେଇକି ଆସୁନା। ତ ସେଇ ଟାଇମ୍ରେ ଆମେ ମାନେ ତାଙ୍କର ଅନୁପସ୍ଥିତି ହେଲେ ହିଁ ଆମେ ତାଙ୍କର ମହତ୍ତ୍ୱଟା ବୁଝିପାରୁ ସେ କ'ଣ ଆମ ଲାଇଫ୍ରେ ଥିଲେ। ତ ଆଜି ଆମର ରୋଷେଇ ହେବ ଭାତ 1 ମିନିଟ୍। ଏଠି ମୁଁ ଭାତ ବସେଇ ଦେଇଛି, ଏଠି ଡୁଡୁର ସିଝା ବି ବସେଇ ଦେଇଛି, ଗାଜର ଆଳୁ ଡାଲି ଫାଲି ସବୁ ବସେଇ ଦେଇଛି। ଏଠି ଆଜି ଆମର ହେବ ସୋୟାବିନ୍ ଆଳୁ ତରକାରୀ ମାମାଙ୍କର ମୋର। ତ ସେଥିପାଇଁ ମୁଁ ଏଠି ଆଳୁ କାଟି ଦେଇ ସାରିଲିଣି, ଟମାଟର ପିଆଜ ଅଦା ରସୁଣ ସବୁ କାଟିକୁଟି ରଖିଛି, ଖାଲି ବାଟିକି କରିବି। ତ ମୋତେ ଭୋକ ଜୋର ହେଲାଣି, ସେଥିପାଇଁ ଏଠି ନଡ଼ିଆ ଥିଲା, ସେ ନଡ଼ିଆଟାକୁ ଯାଉଛି ଟିକେ ଗ୍ରାଇଣ୍ଡିଙ୍ଗ କରିଦେବି। ମୋତେ ତ ପୁରୀ ଆସେନା, ତ ଗ୍ରାଇଣ୍ଡିଙ୍ଗ କରିଦେଇକି ଚୁଡ଼ା କଦଳୀ ଦହି ସବୁ ଅଛି ତାକୁ ଚକୁଡ଼ିକି ଖାଇଦେବି। ଆଉ ଏଇଟା କାଲି ମୁଁ ଯାଇଥିଲି ମାର୍କେଟ, ତ ଆଣିଛି ସବୁ ଡୁଡୁର ଛତୁଆ ସରିଯାଇଛି, ତ ତା ନାହିଁ ସବୁ କାଜୁ ଆଲମଣ୍ଡ ସବୁ ଆଣିଛି, ବାଦାମ ଫାଦାମ ସବୁ ଆଣିଛି। ତ ତାର ଛତୁଆଟା କରିଦେବି। ଏତିକି ରୋଷେଇ ସାରିଲା ପରେ ତ ରୋଷେଇଟା ଆଗେ କରିଦିଏ, ତାପରେ ତା ନାହିଁ ଛତୁଆଟା କରିବି। ଭୋକ ବି ପ୍ରବଳ ହେଲାଣି, ସକାଳୁ ଖାଲି ଚାହା ପିଇଛି। ଆଉ ଆଜି ସକାଳୁ ମୁଁ କରିଥିଲି କ'ଣ ଦେଇଥିଲି ତାଙ୍କ ପାଇଁ ପାସ୍ତା, ସେ ପାସ୍ତା ଖାଇ ଦେଇକି ବି ଇଏ ବି ପଳେଇଛନ୍ତି। ମାମା ବି ଟିଫିନ୍ ଅଳ୍ପ ଟିକେ ନେଇଯାଇଛନ୍ତି। ଆଉ ପରଟା ଚାହା ଖାଇକି ଯାଇଥିଲେ, ପରଟା 2 ଖଣ୍ଡ କରିଥିଲି, ବାସି ଅଟା ଗୁଳା ଥିଲା। ତ ମୁଁ ବି 2 ଖଣ୍ଡ ଗୁଳା କରିକି ରଖିଥିଲି ପରଟା, କିନ୍ତୁ ଖାଇବାକୁ ଇଚ୍ଛା ହେଉନି, ସେଥିପାଇଁ ଖାଇବି ନାହିଁ, ଚୁଡ଼ା ଖାଇବି। ଇଚ୍ଛା ହେଉଛି ଚୁଡ଼ା ଖାଇବା ପାଇଁ। ମୋତେ ଚୁଡ଼ା ଖାଇବାକୁ ସତ କଥା ଚକୁଡ଼ା ବହୁତ ଭଲ ଲାଗେ, ଆଉ ମୋ ବାପାଙ୍କୁ ବହୁତ ଭଲ ଲାଗେ। ବାପା ଯେତେବେଳେ ଆମ ଚକୁଡ଼ିକି ଘରେ ଦିଅନ୍ତି, ଆମେ କେହି ବି 4 ଭାଇ ଭଉଣୀ ଚକୁଡ଼ା ଖାଉନା, କିନ୍ତୁ ବାପା ଯଦି ଚକୁଡ଼ି ଦେବେ ଆମେ ସମସ୍ତେ ଖାଉ। ତ ଯେତେବେଳେ ବାପା ଚକୁଡ଼ି ଧରିକିନା ଯଦି ଆମେ ସବୁ ବ୍ରସ୍ କରି ସକାଳୁ ରେଡ଼ି ହେଇଯାଇଥିବୁ, ତ ବାପାଙ୍କ ପାଖରେ ଯାଇକି ଗୋଟେ ଛୋଟ ଛୋଟ ଗିନା ଧରିକି ଆମେ ଯାଇକି ବସିଥିବୁ, ବାପା ଆମକୁ ଦିଅ। ତ ଏମିତି ହେଲା କଥା। କିଛି ଜିନିଷ ସ୍ମୃତି ଏମିତି ଥାଏ ଯେ ଜୀବନରେ ମାନେ ଯେତେ ଭୁଲିବାକୁ ଚାହିଁଲେ ବି ସେଇଟା ଭୁଲି ହୁଏନି, ଆଉ ବାପା ମାଆଙ୍କ ସ୍ମୃତି ତ ସେଇଟା କେବେ ଭୁଲି ବି ହୁଏନି। ହଉ ଦେଖିଆ, ଜୀବନ ତ ଏମିତି ଆସ୍ତେ ଆସ୍ତେ ଗଡ଼ି ଚାଲିଛି। ଆଉ ସତ କଥା ମୋ ଜୀବନଟା ମାନେ ଏତେ ମୁଁ ଯେମିତି ବଢ଼ି ଆସିଥିଲି ଏମିତି ମୋ ଲାଇଫ୍ଟା ହେଇଯିବ ବୋଲି ଆଗକୁ ମୁଁ କେବେ ଭାବିବି ନଥିଲି। ଏବେ ଯେମିତି ଚାଲିଛି ମୋ ଲାଇଫ୍ଟା କହିଲି ମାନେ ବାପାଙ୍କର କଥା, କେତେଟା କଥା ସମସ୍ତଙ୍କର ଥାଏ ସେଇଟା ଭୁଲି ହୁଏନି। ସତ କଥା ଯେତେବେଳେ ଆମେ ତାଙ୍କ ପାଖରେ ଥାଆନ୍ତି ନା, ସେତେବେଳେ ତାଙ୍କ ଭ୍ୟାଲୁ ଆମେ ବୁଝିପାରନ୍ତିନି। କି ଯଦି କୌଣସି ଭୁଲ କଲେ ମୁଁ ଗାଳି ଦେଲେ କ'ଣ କଲେ ସେଇଟା ଆମେ ଭୁଲିବେ। ଯେତେବେଳେ ତାଙ୍କଠାରୁ ଆମେ ଦୂରେଇକି ଆସୁନା, ତ ସେଇ ଟାଇମ୍ରେ ଆମେ ମାନେ ତାଙ୍କର ଅନୁପସ୍ଥିତି ହେଲେ ହିଁ ଆମେ ତାଙ୍କର ମହତ୍ତ୍ୱଟା ବୁଝିପାରୁ ସେ କ'ଣ ଆମ ଲାଇଫ୍ରେ ଥିଲେ। ତ ମୁଁ ଯେତେବେଳେ ବାହା ହେଇକି ଫାଷ୍ଟ ବର୍ଷ ଆସିଥିଲି ବି ମୋତେ ବି ଏତେ ମାନେ ଫିଲ୍ ଆସୁନଥିଲା କ'ଣ ଛାଡ଼ିକି ଆସିଛି, ହଁ ଏଇଠୁ ଏତିକି ବାଟ ତ ଯେତେବେଳେ ସେତେବେଳେ ଦେଖନ୍ତି। ତ ଏବେ ଯେତେବେଳେ ସମୟ ଆସ୍ତେ ଆସ୍ତେ ବଢ଼ୁଛି, ଜୀବନର ସଂଘର୍ଷ ବଢ଼ି ବଢ଼ି ଯାଉଛି ନା, ସେଇ ଟାଇମ୍ରେ ବାପା ବୋଉଙ୍କ କଥା ବହୁତ ମନେ ପଡ଼ୁଛି। ମାନେ କେତେ କଷ୍ଟରେ ସେମାନେ ଆମକୁ ବଢ଼େଇଥିଲେ, ସେତେବେଳେ ଆମେ କିଛି ବୁଝିପାରୁନଥିଲୁ ସେ କେତେ କ'ଣ କଷ୍ଟ କରୁଛନ୍ତି। ଏବେ ଆମେ ନିଜେ ହେଲା ବେଳକୁ ବୁଝୁଛୁ। ତ ମୁଁ କହିବା ତ ସବୁ ଝିଅଙ୍କ ଲାଇଫ୍ରେ ଏମିତି କାହିଁ ହୁଏ, କାହିଁ ପୁଅଙ୍କ ଲାଇଫ୍ରେ ଏମିତି ହୁଏ? ହଁ ହେଉଥିବ, କିନ୍ତୁ ବୋଧେ ଆମେ ଝିଅମାନେ ଘରେ ଘରେ ଶାଢ଼ୀ ଜୋଡ଼ି ସବୁ ଏଠିକି ଆସୁଛନ୍ତି, ସେମିତି ଆମକୁ ବେଶୀ ହେଉଥିବ। ତ ସେମାନେ ଛାଡ଼ିକି ଆସୁନାହାନ୍ତି, ତାଙ୍କରି ବାପା ମାଆଙ୍କ ସହିତ ଜୀବନସାରା ରହୁଛନ୍ତି, ତ ସେଇଟା କମ୍ ହେଉଥିବ। କିନ୍ତୁ ପୁଅଙ୍କ ଲାଇଫ୍ରେ ବି କଷ୍ଟ କମ୍ ନୁହଁ। କାହିଁକିନା ଯେତେବେଳେ ଗୋଟେ ପୁଅ ବାହା ହେଇସାରେ ନା, ଏପଟେ ସ୍ତ୍ରୀ ଥାଏ, ଏପଟେ ମାଆ ଥାଏ, ଛନ୍ଦି ହେଇଯାଏ ସେ ପୁଅ। ଯଦି କହନ୍ତି ନା ଗୋଟେ ସ୍ତ୍ରୀ ଯଦି ଭଲ କଲା ତ ଘର ପୁରା ସ୍ୱର୍ଗ କରିଦେବ, ଯଦି ଗୋଟେ ସ୍ତ୍ରୀ ଖରାପ ପଡ଼ିଗଲା ସେ ଘରଟାକୁ ପୁରା ନର୍କଠୁ ଆହୁରି ହୀନ କରିଦେବ। ଆଉ ସେଠି ତାଙ୍କ ଭାଗ୍ୟର କଥା, କାହା ଭାଗ୍ୟରେ କେହି ଲେଖିନାହାନ୍ତି କାହା ଭାଗ୍ୟରେ କ'ଣ ହେବ। ତ ବେଳେବେଳେ ଏତେ କଷ୍ଟ ଲାଗେ, ମାନେ ଯେତେବେଳେ ମୋତେ ବିନା ଇଚ୍ଛା ହୁଏ କାସ୍ 5 ବର୍ଷ ପୂର୍ବକୁ ଲାଇଫ୍ ପଳାନ୍ତା କି, ମାନେ ଯେମିତି ବାପା ମା ଭାଇ ଭଉଣୀ 4 ଜଣ ଆମେ ରହୁଥିଲୁ ହସି ଖୁସି, ସେମିତି ହେଇଯାଆନ୍ତା ଲାଇଫ୍ଟା। କିନ୍ତୁ ରିଆଲିଟି ଭାବିଲା ବେଳକୁ ସେଇଟା କେବେ ସମ୍ଭବ ନୁହଁ, କେବେ ବି ସେଇଟା ସମ୍ଭବ ହେବନି। ଆଉ ଖାଲି ଭାବିବା କଥା ସେ ଟାଇମ୍ଟାକୁ, କାସ୍ ସେଇଥିପାଇଁ ସବୁବେଳେ କହୁଛି ଯେଉଁଟା ବର୍ତ୍ତମାନ ଅଛି ନା ସେଇଟାକୁ ହସି ଖୁସି ବିତା, କାହିଁକିନା ଏଇ ସମୟଟା ଆଉ ଫେରିବନି କେବେ। ଆଉ ଯେତେ ଭଲ କରିବ ନା, ଆଗକୁ ଭାବିଲେ ଖୁସି ଲାଗିବ ଭଲ ଯଦି ହେଇଥିବ, ତ
ତ ଯଦି ଖରାପ ହେଇଥିବ ନା ଆଗତ ଭବିଷ୍ୟତ ବି ଆହୁରି ଖରାପ ଲାଗିବ, ଭାବି ଭାବିକି ଆହୁରି ବି କଷ୍ଟ ଲାଗିବ। ତ ଡୁଡୁ ଶୋଇଛି ବୋଲି ମୁଁ ଆପଣମାନଙ୍କ ସହିତ ଟିକେ ମାନେ ମୋ ପର୍ସନାଲ୍ ଲାଇଫ୍ ଟିକେ କଥା ହେଇଗଲି, କାହିଁକିନା ଆପଣମାନଙ୍କ ସହିତ କଥା ହେଇଗଲେ ମୋତେ ବହୁତ ରିଲାକ୍ସ ଲାଗେ। ଆଉ ମୋତେ ଯେତେବେଳେ ଆତ୍ମାରୁ ବହୁତ ଦୁଃଖ ଲାଗୁଥାଏ ନା, ଯେତେବେଳେ ମୁଁ ମୋ ବୋଉକୁ ଫୋନ୍ କରିଦିଏ, ମୋ ବୋଉ ବୁଝୁ ନ ବୁଝୁ ଯାହା ବି କରୁ ବାସ୍ ମୁଁ ତାକୁ କହିଦେଲେ ନା ମୋ ମନରୁ ଏମିତି ଅଧା କଷ୍ଟ ହାଲକା ଲାଗେ। ତ ସେଥିପାଇଁ ଆଉ ତ ଭିଡ଼ିଓଟିକୁ ମୁଁ ଏଇଠି ଶେଷ କରୁଛି, କାହିଁକିନା ମୋ ରୋଷେଇବାସ ବହୁତ ଅଛି, ମୁଁ ରୋଷେଇ କରିବି। ଆଉ ଚୁଡ଼ା ଯେମିତି କଲି ଚୁଡ଼ା ଟିକେ ବି ଖାଇଦିଏ। ତ କାନ୍ଦି କାନ୍ଦି ମୋ ମୁଣ୍ଡ ବି ବିନ୍ଧିଲାଣି, ମାନେ ଯେତେବେଳେ ବାପା ବୋଉଙ୍କ କଥା ମନେ ପଡ଼ୁଛି ନା ସେତେବେଳେ ମାନେ ମୁଁ ଆଉ ବ୍ରେକ୍ ହେଉନି। ତ ଭିଡ଼ିଓଟିକୁ ମୁଁ ଏଇଠି ଶେଷ କରୁଛି। ଜୟ ଜଗନ୍ନାଥ। କାଲି ଦେଖା ନେକ୍ସଟ ଭିଡ଼ିଓରେ।